ମନ୍ଦିରର ପ୍ରସାଦ ତ ଆପଣମାନେ ସମସ୍ତେ ନିଶ୍ଚିନ୍ତ ଖାଇଥିବେ, ବହୁତ ଥର ଖାଇଥିବେ। କିନ୍ତୁ ଆମିଷ ପ୍ରସାଦ କେବେ ଖାଇଛନ୍ତି କି? ଯେମିତିକି ମୁଁ ଆଜି ଯାଏଁ ଖାଇନଥିଲି, ଆଜି ପ୍ରଥମ ଥର ପାଇଁ ଖାଇଥିଲି। ଆମ କଟକର ହାଇକୋର୍ଟ ପାଖରେ ଥିବା କାଳୀ ମନ୍ଦିରରେ ଆଜି ଆମ କାଳୀ ମନ୍ଦିରରୁ ଆମ ଘରକୁ ଆସିଥିଲା ପ୍ରସାଦ, ମାଛ ଭୋଗ ସେଠି ଲାଗେ। ସେଇଟା ଆସିଥିଲା, ଦେଖିପାରୁଥିବେ ଆଇଟମ୍ ଥିଲା ଛେନା, ଯେଉଁ ଛଣା ଛେନାର ଗୋଟେ ତରକାରୀ, ଗ୍ରୀନ୍ ମଟର ପଡ଼ିକି ତା ସହିତ ଖଜୁର ଆଉ ଟମାଟର ଗୋଟେ ବହୁତ 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 ଟେଷ୍ଟି ଖଟା, ତା ସହିତ ଦେଖିପାରୁଥିବେ ଡାଲି ଥିଲା, କେତେ ସୁନ୍ଦର ବହଳିଆ ଡାଲି, ତା ସହିତ ମାଛ ଭୋଗ ହେଇଥିଲା। এইটা হচ্ছে ଗୋଟେ ପିସ୍ ମାଛ, ତା ସହିତ ଲାଞ୍ଜ ପିସ୍ ଗୋଟେ ମୁଁ ଆଣିଥିଲି। ମୋତେ ନା ଲାଞ୍ଜ ମୁଣ୍ଡ ଏସବୁ ବହୁତ ହିଁ ଭଲ ଲାଗେ ମାଛର। ତ ସବୁଠୁ ଅଧିକ ଭାଇଟାମିନ୍ସ କୁହନ୍ତି କି ମାଛରେ ଅଛି ବୋଲି, ଯେମିତିକି ଆଜିକାଲି ଲୋକମାନେ ଫିସ୍ ଅଏଲ୍ ୟୁଜ୍ କରୁଛନ୍ତି, ତା ଅପେକ୍ଷା ମାଛ ଖାଇବାଟା ବହୁତ ଭଲ। ତ ତା ସହିତ ଥିଲା ଅନ୍ନ ଆଉ ଥିଲା ଦହିବରା, ଏସବୁ ନେଇକି ମୁଁ ବସି ପଡ଼ିଥିଲି ଖାଇବା ପାଇଁ। ସବୁ ଜିନିଷ ସବୁଗୁଡ଼ା ଆଇଟମ୍ ବହୁତ ହିଁ ଟେଷ୍ଟି ହେଇଥିଲା। କ୍ରିଷ୍ଣା ମୋ ସହିତ ଏଇଠି ବସିଥିଲା। ଆପଣମାନେ ମୋ ଭଏସ୍ରୁ ଜାଣିପାରୁଥିବେ କି ଦେହ ଖରାପ ଅଛି ବୋଲି। ହଁ, ଏଇଠି ଚେହେରାରୁ ବି ଆପଣମାନେ ଜାଣିପାରୁଥିବେ ଦେହ ଖରାପ, ବହୁତ ଦେହ ଖରାପ ଅଛି। 2-3 ଦିନ 4-5 ଦିନ ହେବ ଦେହ ବହୁତ ଖରାପ। ମାନେ ଏମିତିକି କ୍ରିଷ୍ଣାକୁ କାଲି ରାତିଠୁ ଜ୍ୱର ବି ଆସିଯାଇଛି। ତ ତାକୁ ମେଡ଼ିସିନ ଦେଇଛି, ଏବେ ସେ ଟିକେ ଭଲ ଅଛି। ପୁଣି ଆଜି ଖରାବେଳେ ଟିକେ ଆସିଥିଲା,